ଚନ୍ଦ୍ରଶେଖର ନନ୍ଦ ଓଡ଼ିଆ କଥା ସାହିତ୍ୟର ଆଦ୍ୟ ପର୍ଯ୍ୟାୟର ଜଣେ ଆଗଧାଡ଼ିର ସ୍ରଷ୍ଟା। ଆମେ ଯେମିତି ଫକୀରମୋହନ ସେନାପତିଙ୍କୁ ମନେ ରଖିଛେ ପ୍ରଥମ ଓଡ଼ିଆ ଗଳ୍ପ ରେବତୀର ରଚୟିତା ଭାବରେ, ଠିକ୍ ସେହିଭଳି ଚନ୍ଦ୍ରଶେଖର ନନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ ଗଳ୍ପ ସଂକଳନର ଲେଖକ। ତ କ'ଣ ସେଇ ଗଳ୍ପ ସଂକଳନ, ସେଇଟା ଆଜିର କ୍ଲାସ୍ରେ ଆମେ ଜାଣିବା। ତ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ସେ 1873 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଧୁସୂଦନ ନନ୍ଦ, ମାତାଙ୍କ ନାମ ଅହଲ୍ୟା ଦେବୀ। ଆଉ ତାଙ୍କ ଛାତ୍ର ଜୀବନ ବା ଅଧ୍ୟୟନ ଜୀବନ ସମ୍ପର୍କରେ ସଂକ୍ଷେପରେ ଦେଖିନେବା। 1889 ମସିହାରେ କଟକ ଟାଉନ୍ ସ୍କୁଲରୁ ସେ ପ୍ରଥମ ଶ୍ରେଣୀରେ ବୃତ୍ତି ପାଇକି ମାଇନର ପାସ୍ କଲେ। ତାପରେ 1893 ମସିହାରେ କଟକ କଲିଜିଏଟ୍ ସ୍କୁଲରୁ ପୁଣି ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କଲେ। ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସାରେ ସେ ଅଧ୍ୟୟନ କଲେ ଆଉ ରେଭେନ୍ସା ମହାବିଦ୍ୟାଳୟରେ FA ପାସ୍ କଲେ। FA ପାସ୍ କରିବା ପରେ ମଧୁସୂଦନ ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍କୁଲରେ କିଛି ଦିନ ପାଇଁ ଶିକ୍ଷକତା କଲେ। ତାପରେ 1897ରେ କଟକ ସର୍କଲ ସ୍କୁଲ ସମୂହର ସବ୍ ଇନ୍ସପେକ୍ଟର ହେଲେ। ଆମେ ଦେଖିଛେ ସେହି ସମୟରେ ରାଧାନାଥ ରାୟ, ମଧୁସୂଦନ ରାଓ ଏମାନେ ମଧ୍ୟ ଏଇଭଳି ଛାତ୍ରରୁ ଶିକ୍ଷକ, ଶିକ୍ଷକରୁ ଶିକ୍ଷା ବିଭାଗର ଅଫିସର ସେଇଭଳି ହେଇଥିଲେ। ତ ଚନ୍ଦ୍ରଶେଖର ନନ୍ଦ ବି ସେଇଭଳି କିଛି କାଳ ଶିକ୍ଷକତା କରିବା ପରେ କଟକ ସର୍କଲ ସ୍କୁଲ ସମୂହର ସବ୍ ଇନ୍ସପେକ୍ଟର ହେଲେ। ଖାନନଗର ଠାରେ ସେ ନିଜେ ଗୋଟେ ଅପର ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କଲେ। ଆଉ ଏଇ ଅପର ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କରିବା ଦ୍ୱାରା ସେ ସାଧାରଣ ଜନତାଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ବା ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚୟ ସୃଷ୍ଟି କରିପାରିଥିଲେ ଏଇ ଅପର ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କରିବା ଦ୍ୱାରା। ସେତେବେଳେ ଯେଉଁ ତିନୋଟି ପ୍ରମୁଖ ଅନୁଷ୍ଠାନ ଥିଲା, ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ସମ୍ମିଳନୀ ଏବଂ ସାରସ୍ୱତ ସମିତି, ଏହି ତିନୋଟି ଅନୁଷ୍ଠାନ ସହିତ ଚନ୍ଦ୍ରଶେଖର ନନ୍ଦ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଆଉ ତାଙ୍କ ସାରସ୍ୱତ ପ୍ରତିଭାର ବିକାଶରେ ଏହି ତିନୋଟି ଅନୁଷ୍ଠାନର ପ୍ରମୁଖ ଭୂମିକା ଅଛି। ଏହା ସହିତ ଭକ୍ତ କବି ମଧୁସୂଦନ ରାଓଙ୍କର ବି ବିଶେଷ ଭୂମିକା ରହିଛି। ତାଙ୍କ ଦ୍ୱାରା ବି ସେ ପ୍ରଭାବିତ ହୋଇଥିଲେ, ତାଙ୍କଠାରୁ ବି ସେ ପ୍ରେରଣା ପାଇଥିଲେ। ଉତ୍କଳ ସାହିତ୍ୟ ସମାଜର ପ୍ରଥମ ବର୍ଷରେ ସେ ସହକାରୀ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ଠିକ୍ ସେହିଭଳି ସାରସ୍ୱତ ସମିତିର ବି ସେ ସମ୍ପାଦକ ଦାୟିତ୍ୱ ତୁଲେଇଥିଲେ। ସାରସ୍ୱତ ସମିତି 1905 ମସିହାରେ ଗଠିତ ହୋଇଥିଲା। 1906 ମସିହାରେ ଚନ୍ଦ୍ରଶେଖର ନନ୍ଦ ନିଜ ସମ୍ପାଦନାରେ ଗୋଟେ ପତ୍ରିକା ପ୍ରକାଶ କରିଥିଲେ, ଯାହାର ନାମ ଥିଲା ସୁଧା। ଆଉ ତାଙ୍କର ଲେଖା ଗୁଡ଼ିକ ବିଶେଷ କରି ତ ସେ ଗଳ୍ପ ଏବଂ ପ୍ରବନ୍ଧ ବେଶୀ ଲେଖିଛନ୍ତି। ଆଉ ଗଳ୍ପ ଏବଂ ପ୍ରବନ୍ଧ ପାଇଁ ହିଁ ଓଡ଼ିଆ ସାହିତ୍ୟରେ ଗୋଟେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛନ୍ତି। ତ ତାଙ୍କ ଲେଖା ଗୁଡ଼ିକ ଉତ୍କଳ ସାହିତ୍ୟ, ମୁକୁର, ଏଇ ଦୁଇଟି ପତ୍ରିକାରେ ବେଶୀ ପ୍ରକାଶିତ ହୋଇଛି। ତା ସହିତ ତାଙ୍କର ନିଜ ପତ୍ରିକା ସୁଧାରେ ବି କିଛି ପ୍ରକାଶିତ ହୋଇଛି। ପ୍ରଚାର, ପ୍ରଜାବନ୍ଧୁ ଏବଂ ସମ୍ବଲପୁର ହିତୈଷିଣୀ ପତ୍ରିକାରେ ବି ତାଙ୍କ କିଛି କିଛି ଲେଖା ପ୍ରକାଶିତ ହୋଇଛି। ତାଙ୍କର ଗୋଟିଏ ମାତ୍ର ଉପନ୍ୟାସ ହେଉଛି ସତୀ, ଯାହାକି 1907 ମସିହାରେ ପ୍ରକାଶିତ ହୋଇଥିଲା। ଏଇଟା ମନେ ରଖିବ, ସେ ଗଳ୍ପ ଏବଂ ପ୍ରବନ୍ଧ ପାଇଁ ବେଶୀ ପରିଚିତ। ଆଉ ଆମର ପାଠ୍ୟକ୍ରମରେ ବି ତାଙ୍କର ଗଳ୍ପ ବିଷୟରେ ହିଁ ଅଛି। ତଥାପି ଯେହେତୁ ଗୋଟିଏ ହିଁ ଉପନ୍ୟାସ ଅଛି, ତ ଏଇ ଉପନ୍ୟାସର ନାଁଟା ମନେ ରଖିଥିବ, ସତୀ। ତାଙ୍କର ପ୍ରଥମ ଗଳ୍ପ ହେଉଛି ସୌଦାମିନୀ, ଯାହା 1901ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଆମେ ଜାଣିଛେ 1898 ମସିହାରେ ରେବତୀ ଗଳ୍ପ ପ୍ରକାଶିତ ହୋଇଥିଲା। ତ ରେବତୀର ଠିକ୍ ପରେ ମାନେ 3 ବର୍ଷ ପରେ ହିଁ ଏଇ ଚନ୍ଦ୍ରଶେଖର ନନ୍ଦଙ୍କ ସୌଦାମିନୀ ଗଳ୍ପ ପ୍ରକାଶିତ ହୋଇଥିଲା। ତାଙ୍କର ପ୍ରଥମ ପ୍ରବନ୍ଧ ସଂକଳନ ହେଉଛି ପ୍ରଭାତ। ଏଇଟା ବି ମନେ ରଖିବ, ହୁଏତ ଆମ ପାଠ୍ୟକ୍ରମ ଗଳ୍ପ ଥିଲେ ବି ଏଗୁଡ଼ାକ ତଥ୍ୟ ମନେ ରଖିବାକୁ ହେବ। ତାଙ୍କର ପ୍ରଥମ ପ୍ରବନ୍ଧ ସଂକଳନ ହେଉଛି ପ୍ରଭାତ, ଯାହା 1905 ମସିହାରେ ପ୍ରକାଶିତ ହୋଇଥିଲା। ଆଉ ଏଥିରେ 18ଟି ପ୍ରବନ୍ଧ ସଂକଳିତ ହୋଇଅଛି। ତାଙ୍କର ଆଉ ଗୋଟିଏ ପ୍ରବନ୍ଧ ପୁସ୍ତକ ହେଉଛି ରାମାୟଣ କଥା, ଯାହାକି 1915ରେ ପ୍ରକାଶିତ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି
1904 ମସିହା ଯେତେବେଳେ ପର୍ଯ୍ୟନ୍ତ କେବଳ ଓଡ଼ିଆ ସାହିତ୍ୟରେ 2-3ଟା ଗଳ୍ପ ହିଁ ଲେଖା ହେଇଥିଲା। ମାନେ ଫକୀରମୋହନଙ୍କ ରେବତୀ ଲେଖା ହେଇଥିଲା, ଆଉ ଚନ୍ଦ୍ରଶେଖର ନନ୍ଦଙ୍କ ସୌଦାମିନୀ ଏବଂ ଆଉ ଗୋଟିଏ ଗଳ୍ପ ଲେଖା ହେଇଥିଲା। ତ ଓଡ଼ିଆ ଗଳ୍ପ ସାହିତ୍ୟ ସେତେ ବେଶୀ ସମୃଦ୍ଧ ହୋଇନଥିବା ସତ୍ତ୍ୱେ ସେ ଗଳ୍ପ ସାହିତ୍ୟ ଉପରେ ପ୍ରଥମ ତାତ୍ତ୍ୱିକ ବ୍ୟାଖ୍ୟା କରିଥିଲେ। ତ ଚନ୍ଦ୍ରଶେଖର ନନ୍ଦ ହିଁ ହେଉଛନ୍ତି ଯଥାର୍ଥରେ ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରଥମ ତାତ୍ତ୍ୱିକ ବ୍ୟାଖ୍ୟାକାର। ଉତ୍କଳ ସାହିତ୍ୟ ପତ୍ରିକାରେ ତାଙ୍କର ସେହି ପ୍ରବନ୍ଧଟା ପ୍ରକାଶିତ ହୋଇଥିଲା, ଓଡ଼ିଆ ସାହିତ୍ୟରେ କ୍ଷୁଦ୍ର ଗଳ୍ପ ପ୍ରବନ୍ଧ। ମାନେ କ୍ଷୁଦ୍ର ଗଳ୍ପର ସଂଜ୍ଞା ସ୍ୱରୂପ ଆଦି ସମ୍ପର୍କରେ ସେ ଏଥିରେ ଆଲୋଚନା କରିଥିଲେ, ଯାହାକି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମ ପାଇଁ। ସେ 29ଟି ପ୍ରବନ୍ଧ ଏବଂ 31ଟି ଗଳ୍ପ ରଚନା କରିଛନ୍ତି। 1906 ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଚିତ୍ର ପ୍ରକାଶିତ ହୋଇଥିଲା। ଚିତ୍ର ହେଉଛି ତାଙ୍କର ପ୍ରଥମ ଗଳ୍ପ ସଂକଳନ, ଆଉ ଚିତ୍ର ପ୍ରକାଶିତ ହୋଇଥିଲା 1906 ମସିହାରେ। ଏଥିରେ 11ଟି ଗଳ୍ପ ରହିଅଛି, ଆଉ କେହି କେହି କହନ୍ତି ଏଥିରେ 6ଟି ଗଳ୍ପ ଅଛି ବୋଲି। ପ୍ରକୃତରେ ପ୍ରଥମ ସଂସ୍କରଣରେ 6ଟି ଗଳ୍ପ ଥିଲା, ଆଉ ଦ୍ୱିତୀୟ ସଂସ୍କରଣରେ ସେଇଟା 11ଟି ଗଳ୍ପ ହୋଇଥିଲା, ସେମିତି ବି ମତ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଯେଉଁ ବହିଟା ରହିଅଛି ଚିତ୍ର, ସେଥିରେ 11ଟି ଗଳ୍ପ ହିଁ ଅଛି। ତ ପଠାଣି ପଟ୍ଟନାୟକ ଏବଂ ରାଧାନାଥ ରାୟ 6ଟି ଗଳ୍ପ ବୋଲି ମତ ଦେଇଛନ୍ତି। ଏହି ଚିତ୍ର ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ସଂକଳନ, ଯାହା ମୁଁ କହୁଥିଲି ଆରମ୍ଭରେ। ଆମେ ଜାଣିଛେ ଫକୀରମୋହନ ସେନାପତି ପ୍ରଥମ ଗାଳ୍ପିକ, ରେବତୀ ପ୍ରଥମ ଗଳ୍ପ, କିନ୍ତୁ ଫକୀରମୋହନଙ୍କ ଗଳ୍ପ ସ୍ୱଳ୍ପ ଯେଉଁ ସଂକଳନଟା ସେଇଟା ଆସିବାର ବହୁତ ଆଗରୁ ହିଁ ଚିତ୍ର ସଂକଳନ ଆସିଯାଇଥିଲା। ତ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ସଂକଳନ ହେଉଛି ଚିତ୍ର, ଦ୍ୱିତୀୟ ଗଳ୍ପ ସଂକଳନ ହେଉଛି ଗଳ୍ପ ସ୍ୱଳ୍ପ, ଯାହାକି ଫକୀରମୋହନ ସେନାପତିଙ୍କର। ତ ତାଙ୍କ ଗଳ୍ପ ଗୁଡ଼ିକ କେଉଁ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ଦେଖିବା। ତାଙ୍କର ପ୍ରଥମ ଗଳ୍ପ ସୌଦାମିନୀ ଉତ୍କଳ ସାହିତ୍ୟ ପତ୍ରିକାରେ 1901ରେ ପ୍ରକାଶିତ ହୋଇଥିଲା। ଗୋଟିଏ ଚିତ୍ର, ଏଇଟା ବି ଉତ୍କଳ ସାହିତ୍ୟରେ 1904। ଜଗୁ ଚୌକିଦାର ଉତ୍କଳ ସାହିତ୍ୟରେ 1905ରେ ପ୍ରକାଶିତ ହୋଇଥିଲା। ଗଦା ଡକାୟତ, ଏଇଟା ବି ଉତ୍କଳ ସାହିତ୍ୟ ପତ୍ରିକାରେ 1905ରେ ପ୍ରକାଶିତ ହୋଇଥିଲା। ମା ମୁଁ ଜମା ସେଥିରେ ହାତ ଦେଇନାହିଁ, ଏଇଟା 1906ରେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା। ଛୋଟା ରାମଦାସ ଉତ୍କଳ ସାହିତ୍ୟ 1906। ଭିଲ ବାଳକ ଉତ୍କଳ ସାହିତ୍ୟ 1906। ପ୍ରତିଶୋଧ ଉତ୍କଳ ସାହିତ୍ୟ 1907। ତେଜସ୍ୱୀ ଛାତ୍ର, ଏଇଟା କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିଲା, ତାଙ୍କର ଯେଉଁ ଗଳ୍ପ ସଂକଳନ ଚିତ୍ର ରହିଛି ସେଥିରେ ପ୍ରକାଶିତ ହୋଇଥିଲା। ସଂଯମ ବି ଚିତ୍ର ସଂକଳନରେ ପ୍ରକାଶିତ ହୋଇଥିଲା। ବିସର୍ଜନ ବି ଚିତ୍ର ସଂକଳନରେ ପ୍ରକାଶିତ ହୋଇଥିଲା। ତାପରେ ତାଙ୍କର ଯେଉଁ ନିଜର ପତ୍ରିକା ଥିଲା ସୁଧା, ସେଥିରେ ମକ୍ଷିକା ଓ ପିପିଳିକା, ମାଧିଆ ତନ୍ତୀ ଏବଂ ଶକଟ ଚାଳକର ମହତ୍ତ୍ୱ ପ୍ରକାଶିତ ହୋଇଥିଲା 1907 ମସିହାରେ, ତିନୋଟି ଯାକ। କୃଷ୍ଣନାଭ ନଗରୀ ପ୍ରଚାର ପତ୍ରିକାରେ 1914ରେ ପ୍ରକାଶିତ ହୋଇଥିଲା। ବାସି କ୍ଷୀରି ପିଠା ଉତ୍କଳ ସାହିତ୍ୟରେ 1914ରେ ପ୍ରକାଶିତ ହୋଇଥିଲା। କଲ୍ୟାଣୀ, ତେନ୍ତୁଳିଆ ପୀର, ସହମରଣ, ପାରାବତୀ, ଏଗୁଡ଼ାକ ପ୍ରକାଶିତ ହୋଇଥିଲା ଉତ୍କଳ ସାହିତ୍ୟ ପତ୍ରିକାରେ 1915 ମସିହାରେ। ଦୁଇ ଭାଇ ପ୍ରକାଶିତ ହୋଇଥିଲା ମୁକୁର ପତ୍ରିକାରେ 1916 ମସିହାରେ। ତାପରେ ରଜ ପୋଡ଼ ପିଠା, ଏଇଟା ବି ମୁକୁରରେ ପ୍ରକାଶିତ ହୋଇଥିଲା 1916ରେ। ମହାରାଣୀ କାଳାମ୍ବରୀ, ଏଇଟା ମହାରାଣୀ ନୀଳାମ୍ବରୀ ବୋଧ, ଏଇଟା ଟିକେ ଏଠାରେ ଭୁଲ ଲେଖା ହେଇଛି। ହଁ, ମହାରାଣୀ ନୀଳାମ୍ବରୀ। ମହାରାଣୀ ନୀଳାମ୍ବରୀ ମୁକୁରରେ ପ୍ରକାଶିତ ହୋଇଥିଲା 1916ରେ। ସତ୍ୟକାମ ଜାବାଳ ଉତ୍କଳ ସାହିତ୍ୟରେ 1916ରେ। ତାପରେ ସତୀବଟ, ନଚିକେତା, ଆହତ ପକ୍ଷୀ, ବିଲ ଲକ୍ଷେଶ୍ୱର, ଚଷା ବୁଦ୍ଧି ବଳି ପଡ଼ିଲା, ଏଗୁଡ଼ାକ ଉତ୍କଳ ସାହିତ୍ୟରେ 1916-17 ମଧ୍ୟରେ ପ୍ରକାଶିତ ହୋଇଥିଲା।
ସମ୍ରାଟଙ୍କ ସମ୍ରାଟଙ୍କ ଆହ୍ୱାନ ପ୍ରଭାତ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନାଇଁ, ପ୍ରଭାତ ପତ୍ରିକା ନୁହେଁ, କ୍ଷମା କରିବେ। ପ୍ରଭାତ ହେଉଛି ତାଙ୍କର ଯେଉଁ ପ୍ରବନ୍ଧ ସଂକଳନ, ମାନେ ସେ ପ୍ରବନ୍ଧ ଭିତରେ ଏଇ ଗଳ୍ପକୁ ସେ ସ୍ଥାନିତ କରିଦେଇଥିଲେ। ଆଉ ଅଭିନବ ଅନୁଭୂତି ବି ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା। ତ ଏବେ ଆମେ ଏଇ ଗଳ୍ପ ଗୁଡ଼ିକ ମଧ୍ୟରୁ କେତେକ ପ୍ରମୁଖ ଗଳ୍ପର ସମ୍ପର୍କରେ କିଛି କିଛି ସଂକ୍ଷେପରେ ଜାଣିବା।